ଦୁଃଖରୁ ମୁକ୍ତି। ଆଜିକାଲି ଏ ସଂସାରରେ ଯାହାକୁ ଭେଟିବେ ସମସ୍ତେ ନିଜ ନିଜ ଦୁଃଖକୁ ବଖାଣି ମନସ୍ତାପ କରନ୍ତି। କାହାର ସ୍ୱଳ୍ପ ରୋଜଗାରରେ ତା ପରିବାର ଚଳେଇବା କଷ୍ଟକର ହୋଇ ପଡୁଛି ତ କାହାର ପ୍ରଚୁର ଅର୍ଥ ଥାଇ ବି ସେ ନାନା ପ୍ରକାର ରୋଗରେ ପୀଡ଼ିତ ହୋଇ ଦୁଶ୍ଚିନ୍ତାରେ କାଳାତିପାତ କରୁଛି। ଈଶ୍ୱରଙ୍କ ସୃଷ୍ଟି ବଡ଼ ବିଚିତ୍ର। ଏ ସଂସାରରେ କିଏ ଧନୀ ତ ପୁଣି କିଏ ଗରିବ, କିଏ ପୁଣି ଛୋଟା କାଲା, ପୁଣି ଅନ୍ଧ ହୋଇ ଜନ୍ମ ପାଇଛି। ଅନ୍ଧ ଲୋକଟିର ଦୁଃଖ ହେଲା ସତରେ କେତେ ସୁନ୍ଦର ଏ ବିଶାଳ ପୃଥିବୀ ହୋଇଥିବ, କେତେ ସୁନ୍ଦର ଏ ଧରା ଗଛଲତା ଫୁଲ ଫଳରେ ଭରା, ଅଥଚ ସେ ସବୁ କିଛି ଦେଖିବାରୁ ବଞ୍ଚିତ। ମନ ଦୁଃଖରେ ପ୍ରତିଦିନ ଈଶ୍ୱରଙ୍କୁ ପଚାରୁଥିବ, ପ୍ରଭୁ ମୁଁ କ'ଣ ପାପ କେଉଁ ଜନ୍ମରେ କରିଥିଲି ଯେ ଏ ଜନ୍ମରେ ମୋତେ ସବୁ ସୁନ୍ଦରତାକୁ ଦେଖିବାରୁ ବଞ୍ଚିତ କଲ। ସ୍ୱାଭାବିକ କଥା, ଈଶ୍ୱର ଆମକୁ ସବୁ କିଛି ଦେଇବି ଆମେ ନିଜକୁ ତଥା ନିଜ ଭାଗ୍ୟକୁ ନିନ୍ଦା କରିଥାଉ, ଈଶ୍ୱରଙ୍କୁ ମଧ୍ୟ ଗାଳି ଦେଇଥାଉ। ଗରିବ ଘରେ ଜନ୍ମ ଦେଲ, ପୁଣି ଯାବତୀୟ ଅସୁବିଧା, ଶରୀରରେ ଏତେ ରୋଗ ଯନ୍ତ୍ରଣା, ସହି ନ ହେବାର ଦୁଃଖ ମନକୁ ସର୍ବଦା ଭାରାକ୍ରାନ୍ତ କରି ରଖେ। କେବେ ଥରୁଟିଏ ଈଶ୍ୱରଙ୍କୁ ଆମେ ଧନ୍ୟବାଦ ଦେବା ଶିଖିନାହୁଁ ଯେ ଆମକୁ ଅନ୍ଧ ନ କରି ପ୍ରଭୁ ଆଖି ଦୁଇଟି ଦେଇଛନ୍ତି ଏ ସୁନ୍ଦର ସୃଷ୍ଟି ଦେଖିବାକୁ, କାନ ଦେଇଛନ୍ତି ଶୁଣିବାକୁ, ଅକର୍ମଣ୍ୟ ନ କରି ଦୁଇଟି ଗୋଡ଼ ଦେଇଛନ୍ତି ଏ ଅସରନ୍ତି ଜୀବନ ପଥ ଅତିକ୍ରମ କରି ଯେଉଁ ଆନନ୍ଦ ଲଭୁଛି ତାର ପଟାନ୍ତର ନାହିଁ। ମହାପୁରୁଷଙ୍କ କିଛି ବାଣୀ, ବିପଦ ବେଳେ ବାଘ ଛେଳି ଏକାଠି ପାଣି ପିଅନ୍ତି, ଯେତେବେଳେ ଦୁଃଖ ଆସେ ଏହା ଗୋଟି ଗୋଟିକିଆ ଗୁପ୍ତ ଭାବରେ ଆସେ ନାହିଁ, ମାତ୍ର ଏହା ରଣସଜ୍ଜରେ ଭୀଷଣ ଭାବରେ ମାଡ଼ି ଆସେ। ଯେ ମୋ ଟଙ୍କା ଥଳି ଚୋରି କଲା, ଜାଣ ସେ କେବଳ ମୋ ଅଳିଆ ଗଦା ଚୋରି କଲା। ଯେଉଁ ବ୍ୟକ୍ତି ନିଜ ପରି ଅନ୍ୟମାନଙ୍କୁ ଦେଖେ ଏବଂ ଅନ୍ୟର ଅନିଷ୍ଟ ଚିନ୍ତା କରେ ନାହିଁ, ତାହାର କେବେ ହେଲେ ଅନିଷ୍ଟ ହୁଏ ନାହିଁ। ପ୍ରଭାତ କାଳରେ, ମଧ୍ୟାହ୍ନରେ, ସନ୍ଧ୍ୟାରେ, ରାତ୍ରରେ ଯେଉଁ ବ୍ୟକ୍ତି ଶ୍ରୀ ନାରାୟଣଙ୍କୁ ସ୍ମରଣ କରେ ସେହି ବ୍ୟକ୍ତିର ସକଳ ପାପ ବିନାଶ ହୁଏ ଓ ସେ ନରକଗାମୀ ହୁଏ ନାହିଁ। ଯେକୌଣସି ବ୍ୟକ୍ତି ଯଦି ଦେବତା ପୂଜା କିମ୍ବା ଲୋକ ସେବା ନିମିତ୍ତ ଅକୁଣ୍ଠିତ ଚିତ୍ତରେ ଯେତେ ଧନ ବ୍ୟୟ କରେ ତାହାର ସେ ସମସ୍ତ ଧନ କଦାପି ଅକାରଣରେ ଯାଏ ନାହିଁ। ମାନଙ୍କର ପୂର୍ବ ଧର୍ମ ବଳରୁ ବିଦ୍ୟା ଲାଭ ହୁଏ, ଧର୍ମ ବଳରୁ ଧନ ଲାଭ ହୁଏ, ଧନ ବଳରୁ ଉତ୍ତମ ସ୍ୱାସ୍ଥ୍ୟ ଓ ରୂପ ଲାଭ ହୁଏ। ତେଣୁ ଧର୍ମ ଅର୍ଜନ କରିବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ। ଯେଉଁ ବ୍ୟକ୍ତି ନିଜେ ଉପାର୍ଜନ ନ କରି ପିତାମାନଙ୍କ ଦ୍ୱାରା ସଞ୍ଚିତ ଧନ ବା ଭୂମି ପ୍ରକୃତିକୁ କେବଳ ହସି ହସି ବିଳାସ ବ୍ୟସନରେ ବସି ଭୋଗ କରେ ଅଥବା ପିତୃ ଅର୍ଜିତ ସମ୍ପତ୍ତି ବିଳାସରେ ବ୍ୟୟ କରେ, ତେବେ ସେହି ବ୍ୟକ୍ତି ସହସ୍ର ବର୍ଷ ନରକ ଭୋଗ କରେ। ଜୟ ଶ୍ରୀ ଜଗନ୍ନାଥ।